ସାଙ୍ଗମାନେ ଆଜି କୁହୁଡ଼ି ଟିକେ ପଡ଼ିଛି, ଖରା ବି ଏପର୍ଯ୍ୟନ୍ତ ଆସିନି। ଜୟ ଜଗନ୍ନାଥ। ଆଜି ନିମ୍ବ ଗଛ ବିଷୟରେ କିଛି ଜାଣିବା। ପ୍ରଭୁ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କର ଦାରୁ ଏହି ନିମ୍ବ କାଠରେ ନିର୍ମାଣ କରାଯାଏ। ଏହି ନିମ୍ବ ଗଛର କାଠିକୁ ଘଷିବା ଦ୍ୱାରା ଆମ ଦନ୍ତ ରୋଗ ଭଲ ହୋଇଥାଏ। ଏ ନିମ୍ବ ଗଛର ଛେଲିକୁ ଗରମ ପାଣି ସିଝାଇ ଓ ତା ପତ୍ରକୁ ଗରମ ପାଣି ସିଝାଇ ଗାଧେଇଲେ ଚର୍ମ ରୋଗ ଭଲ ହୋଇଥାଏ। ହାଡ଼ ଫୁଟି ଗୋଟିଏ ଚର୍ମ ରୋଗ, ସିଏ ବି ଏ ନିମ୍ବ ପତ୍ରକୁ ଝାଡ଼ିବା ଦ୍ୱାରା ଭଲ ହୋଇଥାଏ ଏବଂ ନିମ୍ବପତ୍ର ବି ଶୁଅନ୍ତି ରୋଗୀମାନେ। ତାପରେ ନିମ୍ବ କଢ଼ ବି ଗୋଟିଏ ପ୍ରଧାନ ଜିନିଷ, ଆମେ ତାକୁ ତା କଢ଼ ସମୟରେ ଖାଇଥାଉ। ଏଥିରୁ ମଧୁମେହ ବା ଡାଇବେଟିସ୍ ରୋଗ ବି ଭଲ ହୋଇଥାଏ ଏବଂ ବହୁତ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ନିମ୍ବ କଢ଼। ତାପରେ ନିମ୍ବ ମଞ୍ଜିକୁ ତେଲ ବାହାର କରାଯାଏ। ସେ ତେଲକୁ ଦେହରେ ମାଲିସ କରିବା ଦ୍ୱାରା ବି ବହୁତ ପ୍ରକାର ଚର୍ମ ରୋଗ ଭଲ ହୋଇଥାଏ। ତେଣୁ ଗ୍ରୀନ୍ ସିଟି ହିସାବରେ ରାଉରକେଲାର ବନ ବିଭାଗ ତରଫରୁ ମଧ୍ୟ ପ୍ରତ୍ୟେକ ଜାଗାରେ ନିମ୍ବ ଗଛ ଲଗାଯାଇଛି। ଆପଣମାନେ ମଧ୍ୟ ଲଗାନ୍ତୁ। ଏହାର ସଠିକ୍ ବ୍ୟବହାର ବିଷୟରେ ଜାଣି ଆପଣମାନେ ମଧ୍ୟ ପ୍ରଚୁର ପରିମାଣରେ ଉପକାର ପାଆନ୍ତୁ।